ସମସ୍ତ କୁନି କୁନି ପିଲାମାନଙ୍କୁ ଆଜିର ଏହି ଗଳ୍ପ ଭିଡ଼ିଓକୁ ସ୍ୱାଗତ। ଆଜିର ଭିଡ଼ିଓଟି ହେଉଛି ପଞ୍ଚମ ଶ୍ରେଣୀ ପିଲାମାନଙ୍କ ପାଇଁ। ତୁମେମାନେ ତ ଜାଣିଛ ଯେ ପଞ୍ଚମ ଶ୍ରେଣୀର ସାହିତ୍ୟ ବହିର ନାମ ଭାଷା ମହକ, ଯାହାର ଦ୍ୱିତୀୟ ବିଷୟର ନାମ ହେଉଛି ନ୍ୟାୟର ସିଂହାସନ। ଏକ ସୁନ୍ଦର କାହାଣୀ ଯେଉଁଟା ଆମେ ବର୍ତ୍ତମାନ ଶୁଣିବା। ତେଣୁ ତୁମେମାନେ ସମସ୍ତେ ମନ ଦେଇ ଏହି କାହାଣୀଟିକୁ ଶୁଣ, ଯାହାକି ତୁମମାନଙ୍କୁ ବହୁତ ଭଲ ଲାଗିବ। ବୁଝିପାରିଲ? ଠିକ୍ ଅଛି, ତାହେଲେ ବର୍ତ୍ତମାନ ଆମେ କାହାଣୀ କହିବା ଆରମ୍ଭ କରିବା। ବିଷୟର ନାମ ହେଉଛି ନ୍ୟାୟର ସିଂହାସନ। ଅନେକ ବର୍ଷ ତଳର କଥା। ଉଜ୍ଜୟିନୀ ନାମରେ ଏକ ଐତିହାସିକ ତଥା ପ୍ରାଚୀନ ନଗରୀ ଥିଲା। ସେଠାରେ ଭୋଜରାଜ ନାମରେ ଜଣେ ରାଜା ରାଜତ୍ୱ କରୁଥିଲେ। ତାଙ୍କ ନଗରୀକୁ ଲାଗି ଧାରାପୁରୀ ବୋଲି ଗୋଟିଏ ଗ୍ରାମ ଥିଲା। ସେଠାରେ ଏକ ସୁଦୀର୍ଘ ପଡ଼ିଆ ଥିଲା। ପ୍ରତ୍ୟେକ ଦିନ ଅନେକ ପିଲା ସେହି ପଡ଼ିଆକୁ ଖେଳିବାକୁ ଆସନ୍ତି। ପଡ଼ିଆର ଗୋଟିଏ ପଟେ ଉଚ୍ଚ ଚିକ୍କଣ ପଥରଟିଏ ଥିଲା। ପିଲାମାନେ ମିଶି ସେଠାରେ ଗୋଟିଏ ମଞ୍ଚା ତିଆରି କଲେ। ମଞ୍ଚାଟି ସିଂହାସନ ଭଳି ଦେଖାଯାଉଥିଲା। ମଞ୍ଚା ତିଆରି ପରେ ପିଲାଟିଏ ସେଥିରେ ଥିବା ପଥର ଉପରେ ବସି ପଡ଼ିଲା। ସବୁ ସାଙ୍ଗଙ୍କୁ ଡାକି କହିଲା, ଏ ସିଂହାସନ ଆଜିଠୁ ମୋର। ମୁଁ ରାଜା, ତୁମ୍ଭେମାନେ ମୋର ପାରିଷଦ ବର୍ଗ। ତୁମ୍ଭେମାନେ ଜଣ ଜଣ କରି ତୁମର ଅଭିଯୋଗ ମୋ ନିକଟକୁ ଆଣ। ମୁଁ ସେଗୁଡ଼ିକର ବିଚାର କରିବି। ସଭିଏ ମିଶି ବିଭିନ୍ନ ପ୍ରକାର ଅଭିଯୋଗ ଗୋଟିଏ ପରେ ଗୋଟିଏ ରାଜାଙ୍କ ନିକଟରେ ଉପସ୍ଥାପନ କରନ୍ତି। ପିଲାଟି ମଞ୍ଚାର ସିଂହାସନରେ ବସି ସମସ୍ତଙ୍କ ଅଭିଯୋଗ ଶୁଣେ ଓ ତୁରନ୍ତ ସମସ୍ତଙ୍କୁ ଖୁସି କଲା ଭଳି ଫଇସଲା ଶୁଣାଏ। ପିଲାମାନେ ନିୟମିତ ଏଭଳି ଖେଳ ଖେଳନ୍ତି ଓ ବହୁତ ମଜା କରନ୍ତି। ପଡ଼ିଆ ଦେଇ ଯାଉଥିବା ବାଟୋଇମାନେ ମଧ୍ୟ ପିଲାଙ୍କ ଏହି ଖେଳକୁ ଉପଭୋଗ କରନ୍ତି ଓ ରାଜା ଭାବେ ମଞ୍ଚାସୀନ ପିଲାଟିର ବିଚାର ଶୈଳୀକୁ ଦେଖିକରି ଆଶ୍ଚର୍ଯ୍ୟ ପ୍ରକଟ କରନ୍ତି। ବେଳେବେଳେ ନିଜ ନିଜ ମଧ୍ୟରେ କୁହାକୁହି ହୁଅନ୍ତି କି ଏ ବାଳକ ଦେହରେ କିଛି ଦୈବୀ ଶକ୍ତି ରହିଛି, ଫଳରେ ସେ ଏଭଳି ସୁନ୍ଦର ଓ ଉପଯୁକ୍ତ ବିଚାର ପ୍ରଦାନ କରିପାରୁଛି। ଦିନକର କଥା। ଦୁଇ ଜଣ କୃଷକ ସେମାନଙ୍କ ମଧ୍ୟରେ ହୋଇଥିବା କଳିର ବିଚାର ପାଇଁ ରାଜାଙ୍କ ନିକଟକୁ ନ ଯାଇ ମଞ୍ଚରେ ବସୁଥିବା ପିଲା ନିକଟରେ ଉପସ୍ଥିତ ହେଲେ। ଦୁହେଁ ସେମାନଙ୍କ କଳି ବିଷୟରେ ପିଲାଟିକୁ କହିଲେ। ପିଲାଟି ଗମ୍ଭୀରତାର ସହ ସବୁ ଶୁଣିଲା। ଶେଷରେ ସେ ଦୁହିଁଙ୍କୁ ଏପରି ଫଇସଲା ଶୁଣାଇଲା, ଯାହା ଶୁଣି ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ। ସେହି ଦିନଠାରୁ ଲୋକମାନେ ନିଜ ନିଜର ଆପତ୍ତି ଅଭିଯୋଗକୁ ନେଇ ଆଉ ରାଜାଙ୍କ ନିକଟକୁ ନ ଯାଇ ସେହି ପିଲାଟି ପାଖକୁ ଆସନ୍ତି। ପିଲାଟି ସଭିଙ୍କୁ ସନ୍ତୁଷ୍ଟ କଲା ପରି ନ୍ୟାୟ ପ୍ରଦାନ କରେ। ଫଳରେ ପିଲାଟିର ଯଶ ସବୁଆଡ଼େ ବ୍ୟାପିବାକୁ ଲାଗିଲା। ରାଜାଙ୍କ ନିକଟରେ ପିଲାଟିର ଖ୍ୟାତି ପହଞ୍ଚିଗଲା। ପ୍ରଥମେ ସେ ବହୁତ ରାଗିଗଲେ, କିନ୍ତୁ ପରେ ସେ ମନସ୍ଥ କଲେ ପିଲାଟି ନିକଟକୁ ଯିବେ ଓ ପିଲାର ବିଚାରଧାରାକୁ ଦେଖିବେ। ପରଦିନ ପାତ୍ର ମନ୍ତ୍ରୀଙ୍କ ସହ ରାଜା ମଞ୍ଚାର କିଛି ଦୂରରେ ରହି ପିଲାମାନଙ୍କର ଖେଳକୁ ନିରୀକ୍ଷଣ କଲେ। ସେ ପିଲାଟିର ବୁଦ୍ଧିମତ୍ତା ଓ ନ୍ୟାୟ ପ୍ରଦାନ ଶୈଳୀକୁ ବହୁତ ପସନ୍ଦ କଲେ। ମନ୍ତ୍ରୀଙ୍କୁ ପାଖକୁ ଡାକି କହିଲେ, ସତରେ ଏ ପିଲା ବଡ଼ ବୁଦ୍ଧିମାନ। ତା ବିଚାରଧାରାକୁ ମାନିବାକୁ ପଡ଼ିବ। ଏତେ ଛୋଟ ବୟସରେ ସେ ଯେଉଁ ନ୍ୟାୟ ବିଚାର କରୁଛି, ବଡ଼ମାନେ ମଧ୍ୟ ତା ନିକଟରେ ହାର ମାନିବେ। ଏହି ସମୟରେ ଜଣେ ପାରିଷଦ କହିଲେ, ହଜୁର, ଏ ପିଲା ତ ନିଇତି ମଞ୍ଚରେ ବସୁଥିବା ପିଲା ନୁହେଁ। ପ୍ରତିଦିନ ମଞ୍ଚାରେ ବସୁଥିବା ପିଲା ଜ୍ୱରରେ ଆକ୍ରାନ୍ତ ହୋଇଥିବା ଯୋଗୁଁ ତା ସ୍ଥାନରେ ଏ ପିଲା ମଞ୍ଚାସୀନ ହୋଇଛି। ରାଜା କହିଲେ, ତେବେ ଏହା ତ ବଡ଼ ଆଶ୍ଚର୍ଯ୍ୟ କଥା। ଯାହା ବି ହେଉ,
ଏହି ମଞ୍ଚା ସିଂହାସନର ନିଶ୍ଚୟ କିଛି ଚମତ୍କାରିତା ଅଛି। ମୁଁ ଏହାକୁ ପରୀକ୍ଷା କରିବି। ରାଜା ତତ୍କ୍ଷଣାତ୍ ସେହି ମଞ୍ଚା ତଳକୁ ଖୋଳିବାକୁ ଆଦେଶ ଦେଲେ। ଖୋଳୁ ଖୋଳୁ ମଞ୍ଚା ତଳୁ ଏକ ସୁନ୍ଦର ଚନ୍ଦ୍ରକାନ୍ତ ପଥରରେ ତିଆରି ରତ୍ନ ଖଚିତ 32ଟି ପୁତ୍ତଳିକା ଯୁକ୍ତ ସିଂହାସନ ଦେଖିବାକୁ ପାଇଲେ। ସିଂହାସନର 4ଟି ଗୋଡ଼ରେ 4 ଜଣ ଦେବଦୂତଙ୍କ ମୂର୍ତ୍ତି ଖୋଦେଇ ହୋଇ ସିଂହାସନର ଶୋଭାବର୍ଦ୍ଧନ କରୁଥିଲା। ମାଟି ତଳୁ ସିଂହାସନ ମିଳିବା କଥା ପବନ ବେଗରେ ଚାରିଆଡ଼େ ବ୍ୟାପିଗଲା। ହଜାର ହଜାର ଲୋକ ସିଂହାସନ ଦେଖିବାକୁ ଭିଡ଼ ଜମାଇଲେ। ଜଣେ ବିଦ୍ୱାନ ପଣ୍ଡିତ ସିଂହାସନ ଦେଖି କହିଲେ, ଏହା ସାଧାରଣ ସିଂହାସନ ନୁହେଁ, ଏହା ବହୁ ବର୍ଷ ପୁରୁଣା ରାଜା ବିକ୍ରମାଦିତ୍ୟଙ୍କ ସିଂହାସନ। ଏହା ଉପରେ ରାଜା ବିକ୍ରମାଦିତ୍ୟ ଉପବେଶନ କରି ସତ୍ୟ, ଧର୍ମ, ନ୍ୟାୟର ବିଚାର ପ୍ରଦାନ କରୁଥିଲେ। ସୁତରାଂ ଏହା ଏକ ନ୍ୟାୟର ସିଂହାସନ। ରାଜା ଏହା ଶୁଣି ଆଦେଶ ଦେଲେ, ତୁରନ୍ତ ଏ ସିଂହାସନକୁ ରାଜଦରବାରକୁ ପ୍ରେରଣ କରାଯାଉ। ଏହା ଉପରେ ମୁଁ ବସିବି ଓ ପ୍ରଜାଙ୍କ ଆପତ୍ତି ଅଭିଯୋଗର ଫଇସଲା କରିବି। ତା ପରଦିନ ରାଜା ଉତ୍କଣ୍ଠାର ସହ ସିଂହାସନରେ ବସିବାକୁ ଉଦ୍ୟତ ହେଉଥିବା ବେଳେ ହଠାତ୍ କାହାର ଏକ ଶବ୍ଦ ଶୁଣାଗଲା, ରହିଯାଆନ୍ତୁ ରାଜା। ରାଜା ଚାରିଦିଗକୁ ଚାହିଁଲେ, କେହି ନାହାନ୍ତି। ସେ ପୁନର୍ବାର ସିଂହାସନରେ ବସିବାକୁ ଆଗେଇ ଯାଆନ୍ତେ, ପୁଣି ସେହିପରି ଶବ୍ଦ, ରହିଯାଆନ୍ତୁ ରାଜା ବୋଲି ଶୁଭିଲା। ଏଥର ରାଜା ଆଶ୍ଚର୍ଯ୍ୟ ହୋଇ ଦେଖିଲେ, ସିଂହାସନ ଗୋଡ଼ରେ ଖୋଦିତ ଗୋଟିଏ ପୁତ୍ତଳିକା ତାଙ୍କୁ ଏ କଥା କହୁଛି। ପୁତ୍ତଳିକା ପୁଣି କହିଲା, ରାଜା, ଆପଣ କ'ଣ ଏ ସିଂହାସନରେ ବସିବାକୁ ଯୋଗ୍ୟ? ଆପଣ କ'ଣ ଦୃଢ଼ତାର ସହିତ କହିପାରିବେ କି ଜୀବନରେ କେବେ ଚୋରି କରିନାହାନ୍ତି? ରାଜା ଲଜ୍ଜାରେ ମୁଣ୍ଡ ତଳକୁ କଲେ, କାରଣ ତାଙ୍କର ମନେ ପଡ଼ିଲା ସେ କିଛି ବର୍ଷ ତଳେ ତାଙ୍କର ଜଣେ ପାରିଷଦଙ୍କ ଜମିକୁ ଜବରଦସ୍ତ ହଡ଼ପ କରିଥିଲେ। ପୁତ୍ତଳିକା ପୁଣି କହିଲା, ଆପଣଙ୍କୁ ଏ ଚୋରି ଅପରାଧରୁ ମୁକୁଳିବା ପାଇଁ 3 ଦିନ ଧରି ପୂଜାର୍ଚ୍ଚନା କରି ପ୍ରାୟଶ୍ଚିତ କରିବାକୁ ପଡ଼ିବ। ଏହାପରେ ପୁତ୍ତଳିକାଟି ଡେଣା ହଲାଇ ସେଠାରୁ ଉଡ଼ିଗଲା। ରାଜା ପୁତ୍ତଳିକାର କଥା ଅନୁସାରେ 3 ଦିନ ଧରି ପୂଜାର୍ଚ୍ଚନା ଓ ଉପବାସ କରି 4ଥ ଦିନ ସିଂହାସନରେ ବସିବାକୁ ଗଲେ। ହେଲେ ଏ କ'ଣ? ପୁଣି ଦ୍ୱିତୀୟ ପୁତ୍ତଳିକା କହିବାକୁ ଲାଗିଲା, ରହିଯାଆନ୍ତୁ ରାଜା, ଆପଣ ଦୃଢ଼ତାର ସହିତ କହିପାରିବେ କି ଜୀବନରେ କେବେ ମିଛ କହିନାହାନ୍ତି ବୋଲି? ରାଜା କହିଲେ, ମୁଁ ତ ପିଲାବେଳେ କୌଣସି ନା କୌଣସି ଅସୁବିଧାରେ ପଡ଼ିଥିବା ବେଳେ ମିଛ କହିଦେଇଥାଏ। ଦ୍ୱିତୀୟ ପୁତ୍ତଳିକା ରାଜାଙ୍କ କଥା ଶୁଣି ଡେଣା ହଲାଇ ଆକାଶକୁ ଉଡ଼ିଗଲା। ରାଜା ପୁଣି 3 ଦିନ ଧରି ପୂଜାର୍ଚ୍ଚନା ଓ ଉପବାସ କରିବା ପରେ ସିଂହାସନରେ ବସିବାକୁ ଗଲାବେଳେ ତୃତୀୟ ପୁତ୍ତଳିକା ରାଜାଙ୍କୁ ପୁଣି ଅଟକାଇ କହିଲା, ସିଂହାସନରେ ବସିବା ପୂର୍ବରୁ କୁହନ୍ତୁ, ଆପଣ କାହାକୁ କେବେ କ'ଣ ଜୀବନରେ ଆଘାତ ପହଞ୍ଚାଇ ନାହାନ୍ତି? ରାଜା ଏହା ଶୁଣି ପଛକୁ ଘୁଞ୍ଚିଗଲେ। ତୃତୀୟ ପୁତ୍ତଳିକା ମଧ୍ୟ ଅନ୍ୟମାନଙ୍କ ପରି ଡେଣା ହଲାଇ ଉପରକୁ ଉଡ଼ିଗଲା। ରାଜା ପୂର୍ବ ପରି 3 ଦିନ ଧରି ପୂଜାର୍ଚ୍ଚନା ଓ ଉପବାସ କଲେ। ପୂଜା ଶେଷରେ ସେ ସିଂହାସନରେ ବସିବାକୁ ଉଦ୍ୟମ କଲାବେଳେ 4ର୍ଥ ପୁତ୍ତଳିକା ବାହାରି ପଡ଼ି କହିଲା, ରହିଯାଆନ୍ତୁ ରାଜା, ଯେଉଁ ପିଲା ଏ ସିଂହାସନରେ ବସୁଥିଲା ସେ ଅତ୍ୟନ୍ତ ସରଳ ନିଷ୍ପାପ ଥିଲା। ତା ମନ କଳୁଷିତ ନଥିଲା। ତୁମେ ଯଦି ନିଜକୁ ଯୋଗ୍ୟ ବୋଲି ମନେ କରୁଛ, ତେବେ ଏ ସିଂହାସନରେ ବସିପାର। ରାଜା ବହୁତ ସମୟ ଧରି ଭାବିବାକୁ ଲାଗିଲେ। ନିଜକୁ ନିଜେ କହିଲେ, ଯଦି ଗୋଟିଏ ସାମାନ୍ୟ ପିଲା ଏ ସିଂହାସନରେ ବସିପାରୁଛି, ତେବେ ମୁଁ ରାଜା ଭାବେ ତ ଅଧିକ ଯୋଗ୍ୟ। ପୁଣି ମୁଁ ଧନବାନ, ବଳବାନ ଓ ବୁଦ୍ଧିମାନ। ତେଣୁ ମୁଁ ଏ ସିଂହାସନରେ ବସିବାକୁ ଅଧିକ ଉପଯୁକ୍ତ। ଏହା ଭାବି ସିଂହାସନରେ ବସିବାକୁ ଅଗ୍ରସର ହେବା ମାତ୍ରେ 4ର୍ଥ ପୁତ୍ତଳିକା
ସିଂହାସନ ସହିତ ଆକାଶ ମାର୍ଗକୁ ଡେଣା ହଲାଇ ଉଡ଼ିଗଲା। ରାଜାଙ୍କ ନ୍ୟାୟର ସିଂହାସନରେ ବସିବା ନୋହିଲା। ତେଣୁ ପିଲାମାନେ, ଆଜିର ଏହି ଗଳ୍ପଟି କିପରି ଲାଗିଲା ତୁମେମାନେ କମେଣ୍ଟସରେ ନିଶ୍ଚିତ ଭାବରେ ଜଣାଇବ। ଆଚ୍ଛା ପିଲାମାନେ, ବର୍ତ୍ତମାନ ଚାଲ ପ୍ରଶ୍ନ ଉତ୍ତର ବିଭାଗକୁ ଯିବା। ଏଠି କ'ଣ ଦେଇଛି ଦେଖ, ଆସ କଥା ହେବା। 1 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ନା, ତୁମର ପ୍ରିୟ ଖେଳ କ'ଣ? ତୁମେ ସେହି ଖେଳକୁ କିପରି ଖେଳ? ତୁମେମାନେ ବିଭିନ୍ନ ପ୍ରକାର ଖେଳ ସବୁ ଖେଳିଥାଅ ନାଇଁ କି? ତେଣୁ ସେଇ ଖେଳ ମଧ୍ୟରୁ ତୁମମାନଙ୍କର ବିଭିନ୍ନ ପ୍ରକାର ଖେଳ ପ୍ରିୟ ଖେଳ ଥାଇପାରେ। ତାହେଲେ ମୁଁ ଗୋଟେ ଖେଳ ବିଷୟରେ ଲେଖୁଛି। ମୋର ପ୍ରିୟ ଖେଳ ହେଉଛି କ୍ରିକେଟ। ଏହା ଏକ ଦଳୀୟ ଖେଳ ଯାହା ମୋତେ ବହୁତ ଆନନ୍ଦ ଦେଇଥାଏ। ମୁଁ ଏହି ଖେଳକୁ ସାଙ୍ଗମାନଙ୍କ ସହିତ ଖେଳିବାକୁ ଭଲ ପାଏ। ଆମେ 2ଟି ଦଳରେ ବିଭକ୍ତ ହୋଇ ଖେଳ ଆରମ୍ଭ କରିଥାଉ। ଗୋଟିଏ ଦଳ ବ୍ୟାଟିଂ କରେ ଓ ଅନ୍ୟ ଦଳ ବୋଲିଂ ଓ ଫିଲ୍ଡିଂ କରେ। ମୁଁ ସାଧାରଣତଃ ବ୍ୟାଟିଂ କରିବାକୁ ଭଲ ପାଏ ଏବଂ ରନ୍ କରିବାକୁ ଚେଷ୍ଟା କରେ। ଏହି ଖେଳ ମୋତେ ଶାରୀରିକ ଓ ମାନସିକ ଭାବରେ ସୁସ୍ଥ ରଖିଥାଏ। ବୁଝିପାରିଲ ନା ନାହିଁ? ଠିକ୍ ଅଛି। ତାପରେ 2ୟ ନମ୍ବର କ୍ୱେଶ୍ଚିନ୍ କି ଆସ। ତୁମେ କେବେ କୌଣସି ସମସ୍ୟାର ସମାଧାନ କରିଛ କି? ତୁମର ଅନୁଭୂତିକୁ ବର୍ଣ୍ଣନା କର। ତାହେଲେ ଜୀବନରେ ଏମିତି ବହୁତ ସମସ୍ୟା ଆସିଥିବ ଯାହାର ସମାଧାନ ତୁମେ କରିଥିବ। ତାହେଲେ ମୁଁ ଗୋଟେ ଅନୁଭୂତି ଲେଖୁଛି, ତୁମେମାନେ ଶୁଣ ଏବଂ ଦେଖ। ହଁ, ମୁଁ ଏକ ସମୟରେ ଗୋଟିଏ ସମସ୍ୟାର ସମାଧାନ କରିଥିଲି। ଆମ ଶ୍ରେଣୀରେ ଗଣିତର ଗୋଟିଏ କଠିନ ପ୍ରଶ୍ନ ଥିଲା ଯାହାକୁ ଅନେକ ବୁଝିପାରୁନଥିଲି। ପ୍ରଥମେ ମୁଁ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଥିଲି, କିନ୍ତୁ ଶିକ୍ଷକଙ୍କ ସହଯୋଗ ଓ ନିଜ ପ୍ରୟାସରେ ପ୍ରଶ୍ନଟିକୁ ଭଲ ଭାବରେ ବୁଝିପାରିଲି। ପରେ ଧୀରେ ଧୀରେ ପଦକ୍ରମ ଅନୁସାରେ ସେହି ପ୍ରଶ୍ନର ସମାଧାନ କରିପାରିଲି। ସମସ୍ୟାଟି ସମାଧାନ ହେବା ପରେ ମୋତେ ବହୁତ ଖୁସି ଲାଗିଲା ଓ ମୋର ଆତ୍ମବିଶ୍ୱାସ ବଢ଼ିଲା। ଏହି ଅନୁଭବ ମୋତେ ଶିଖାଇଲା ଯେ ଧୈର୍ଯ୍ୟ ଓ ପ୍ରୟାସ ଥିଲେ କୌଣସି ସମସ୍ୟା ଅସମ୍ଭବ ନୁହେଁ। ବୁଝିପାରିଲ ନା ନାହିଁ? ଠିକ୍ ଅଛି। ତାପରେ ପର କ୍ୱେଶ୍ଚିନ୍ ଆମେ ଦେଖିବା। ପରବର୍ତ୍ତୀ କ୍ୱେଶ୍ଚିନ୍ କ'ଣ ଦେଇଛି? ଯଦି ତୁମକୁ କେବେ ରାଜା କରିଦିଆଯିବ ତୁମେ କ'ଣ ସବୁ କରିବ? ଆଚ୍ଛା, କିଏ କହିପାରିବ ଦେଖିବା? ଯଦି ତୁମକୁ ରାଜା କରିଦିଆଯାଏ ତାହେଲେ ତୁମେ କ'ଣ କରିବ? ଯଦି ମୋତେ କେବେ ରାଜା କରାଯାଏ ତାହେଲେ ମୁଁ ମୋର ରାଜ୍ୟର ସମସ୍ତ ଲୋକଙ୍କ ମଙ୍ଗଳ ପାଇଁ କାମ କରିବି। ପ୍ରଥମେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବି ବା ଶକ୍ତିଶାଳୀ କରିବି, ଯେପରି ସମସ୍ତ ଲୋକ ଭଲ ଶିକ୍ଷା ଓ ଭଲ ଚିକିତ୍ସା ପାଇପାରିବେ। ଗରିବ ଓ ଅସହାୟ ଲୋକଙ୍କ ପାଇଁ ବିଶେଷ ସହାୟତା ବ୍ୟବସ୍ଥା କରିବି। ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରି ଅନ୍ୟାୟକୁ ଦୂର କରିବି। ଆଉ ପରିବେଶ ସୁରକ୍ଷା ଓ ଚାକିରି ସୃଷ୍ଟିରେ ମଧ୍ୟ ଗୁରୁତ୍ୱ ଦେବି। ମୋର ପ୍ରଧାନ ଲକ୍ଷ୍ୟ ହେବ ସମସ୍ତେ ଯେମିତି ସୁଖରେ ଆଉ ସମୃଦ୍ଧରେ ମୋର ମୁଖ୍ୟ ଲକ୍ଷ୍ୟ ହେବ ସମସ୍ତେ ଯେମିତି ସୁଖ ଓ ସମୃଦ୍ଧିରେ ଜୀବନଯାପନ କରିବେ। ବୁଝିପାରିଲ ନା ନାହିଁ? ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ କ'ଣ ଦେଇଛି ଦେଖିବା। ଯେ ପିଲାଟିର କେଉଁ ସବୁ ଗୁଣ ରହିଥିଲା ଯେଉଁ କାରଣ ପାଇଁ ସେ ସିଂହାସନରେ ବସିପାରୁଥିଲା? କିଏ କହିପାରିବ ଦେଖିବା? ନା, ଏହି କାହାଣୀ ଅନୁସାରେ ପିଲାଟିର ଅନେକ ଉତ୍ତମ ଗୁଣ ଥିଲା ଯାହା ପାଇଁ ସେ ସିଂହାସନରେ ବସିପାରୁଥିଲା। ତାହେଲେ ସେ ଗୁଣ ସବୁ କ'ଣ? ନା, ସେ ସତ୍ୟବାଦୀ ଥିଲା, ନ୍ୟାୟପରାୟଣ ଓ ବୁଦ୍ଧିମାନ ଥିଲା। ସେ ସମସ୍ତଙ୍କ କଥା ଧ୍ୟାନ ଦେଇ ଶୁଣି ସଠିକ୍ ଓ ନ୍ୟାୟସଙ୍ଗତ ଫଇସଲା ଦେଉଥିଲା। ତା'ର ମନ ନିର୍ମଳ ଥିଲା ଆଉ ନିର୍ଦ୍ଦୋଷ ମଧ୍ୟ ଥିଲା। ସେ କୌଣସି ପାପ କାମ କରିନଥିଲା। ସେ ଅହଙ୍କାରହୀନ ଓ ସମସ୍ତଙ୍କ ଭଲ ଚିନ୍ତା କରୁଥିଲା। ଏହି ସମସ୍ତ ଗୁଣ ଥିବାରୁ ସେ ସିଂହାସନରେ ବସିବାକୁ ଯୋଗ୍ୟ ହୋଇପାରୁଥିଲା। ବୁଝିପାରିଲ ନା ନାହିଁ? ଠିକ୍ ଅଛି। ତାପରେ ପରବର୍ତ୍ତୀ କ୍ୱେଶ୍ଚିନ୍ ଆମେ ଦେଖିବା। କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ। ପାଠରୁ ଦେଇଛି କ'ଣ ନା, ଆସ ପଢ଼ିବା ଓ ଠିକ୍ ବାକ୍ୟ ନିକଟରେ ଠିକ୍ ଚିହ୍ନ ଦେବା। ଏକାଧିକ ଜାଗାରେ ମଧ୍ୟ ଠିକ୍ ଚିହ୍ନ ଦେଇପାରିବା ବା ରହିପାରେ। 1 ନମ୍ବର କ ଦେଇଛି କ'ଣ
ନା ପିଲାଟି ନ୍ୟାୟ ପ୍ରଦାନ କରୁଛି ବୋଲି ରାଜା କେମିତି ଜାଣିଲେ? ଅପସନ୍ କ'ଣ ଦେଇଛି? ନା ପିଲାଙ୍କ ଦୁଷ୍ଟାମିରୁ, ନା ଲୋକେ ପିଲାଟିର ନ୍ୟାୟକୁ ପ୍ରଶଂସା କରୁଥିବାରୁ, ନା ପିଲାମାନେ ପିଲାଟି ବିରୋଧରେ କହିବାରୁ, ନା ମନ୍ତ୍ରୀମାନେ ପିଲାଟିର ବୁଦ୍ଧିକୁ ପ୍ରଶଂସା କରିବାରୁ। ପିଲାଟିର ଦୁଷ୍ଟାମିରୁ ତ ହେବନି। ଦ୍ୱିତୀୟରେ କ'ଣ ଦେଇଛି? ନା ଲୋକେ ପିଲାଟିର ନ୍ୟାୟକୁ ପ୍ରଶଂସା କରୁଥିବାରୁ। ପିଲାଟିର ନ୍ୟାୟକୁ ପ୍ରଶଂସା କରୁଥିଲେ ନା ନାହିଁ, ତେଣୁ ଏଠି ଠିକ୍ ଚିହ୍ନ ଦେବା। ତାପରେ କ'ଣ ଦେଇଛି? ନା ପିଲାମାନେ ପିଲାଟି ବିରୋଧରେ କହିବାରୁ, ଏଇଟା ନୁହଁ, ଭୁଲ ହେବ। ମନ୍ତ୍ରୀମାନେ ପିଲାଟିର ବୁଦ୍ଧିକୁ ପ୍ରଶଂସା କରିବାରୁ, ଏଇଟା ଠିକ୍ ହେଇପାରିବ। ତାପରେ ଆସିଲା ଖ ନମ୍ବର। କେଉଁ କଥା ରାଜାଙ୍କୁ ଅଧିକ ଆଶ୍ଚର୍ଯ୍ୟ ଲାଗିଲା? କେଉଁ କଥା ଲାଗିଲା ଦେଖ। ପିଲାମାନେ ଖେଳରେ ଖେଳରେ ନ୍ୟାୟ କରୁଥିଲେ, ନା ଲୋକମାନେ ରାଜାଙ୍କ ଦରବାରକୁ ଯାଉନଥିବାରୁ, ନା ସିଂହାସନରେ ବସିଥିବା ପିଲା ଠିକ୍ ନ୍ୟାୟ ପ୍ରଦାନ କରୁଥିବାରୁ, ନା ସିଂହାସନରେ କୌଣସି ଚମତ୍କାରିତା ରହିଥିବାରୁ। ରାଜାଙ୍କୁ କେଉଁଟା ଅଧିକ ଆଶ୍ଚର୍ଯ୍ୟ ଲାଗିଲା? ନା ସିଂହାସନରେ କୌଣସି ଚମତ୍କାରିତା ରହିଥିବାରୁ ରାଜାଙ୍କୁ ଅଧିକ ଆଶ୍ଚର୍ଯ୍ୟ ଲାଗିଲା, ନାଇଁ କି? ଠିକ୍ ଅଛି। ତାପରେ ଆସିଲା ପିଲାଙ୍କୁ ଏହି ଖେଳ ଏତେ ମଜା କାହିଁକି ଲାଗିଲା, ଯେଉଁଥିପାଇଁ ସେମାନେ ଏହି ଖେଳ ପ୍ରତିଦିନ ଖେଳିବାକୁ ଲାଗିଲେ? କିଏ କହିପାରିବ ଦେଖିବା? କ'ଣ ଦେଇଛି ଅପସନ୍? ନା କାରଣ ସେମାନେ ରାଜା ଭଳି ହେବାର ମଜା ପାଉଥିଲେ, କାରଣ ଏହା ଅନ୍ୟ ଖେଳଠାରୁ ଅଧିକ ମନୋରଞ୍ଜନ ଦେଉଥିଲା, କାରଣ ଏହା ତାଙ୍କ ନ୍ୟାୟ କରିବାର ଅନୁଭବ ପ୍ରଦାନ କରୁଥିଲା। ଆଉ 4ରେ କ'ଣ ଦେଇଛି? ନା କାରଣ ଏହି ଖେଳ ଦ୍ୱାରା ସେମାନେ ସାରା ନଗରୀରେ ପ୍ରସିଦ୍ଧି ଅର୍ଜନ କରିପାରିଥିଲେ। ତାହେଲେ ତୃତୀୟ ନମ୍ବର ଏବଂ ଚତୁର୍ଥ ନମ୍ବର ଠିକ୍ ହେଇପାରିବ, କାରଣ ଏହା ତାଙ୍କ ନ୍ୟାୟ କରିବାର ଅନୁଭବ ପ୍ରଦାନ କରୁଥିଲା, ଆଉ ଏହି ଖେଳ ଦ୍ୱାରା ସେମାନେ ସାରା ନଗରୀରେ ପ୍ରସିଦ୍ଧି ଅର୍ଜନ କରିପାରିଥିଲେ। ବୁଝିପାରିଲ ନା ନାହିଁ? ଠିକ୍ ଅଛି। ତାପରେ ଆସିଲା ରାଜା କାହିଁକି ଉପବାସ ଓ ପ୍ରାୟଶ୍ଚିତ କଲେ? ଘ ନମ୍ବର। ରାଜା କାହିଁକି ଉପବାସ କରିଥିଲେ ଏବଂ ପ୍ରାୟଶ୍ଚିତ କାହିଁ କରିବାକୁ ଚାହୁଁଥିଲେ? ନା ସିଂହାସନରେ ସେ ବସିବା ପାଇଁ ଯୋଗ୍ୟ ହୋଇପାରିବେ। ଠିକ୍ ଅଛି, ଏଇଟା ଠିକ୍ ହେବ, କାରଣ ତାଙ୍କ କର୍ମ ପାଇଁ ପଶ୍ଚାତାପ ହୋଇଥିଲା। ସେ ପୁତଳିକାମାନଙ୍କଠାରୁ ତାଙ୍କ କର୍ମ ବିଷୟରେ ଶୁଣିକିରି ମଧ୍ୟ ପଶ୍ଚାତାପ କରିଥିଲେ, ସେଥିପାଇଁ ଉପବାସ ବ୍ରତ କରିବାକୁ ଚାହୁଁଥିଲେ। ଏଇଟା ମଧ୍ୟ ଠିକ୍ ହେଇପାରିବ। ମୂର୍ତ୍ତିମାନେ ତାଙ୍କୁ ଏପରି କରିବାକୁ କହିଲେ, ଏଇଟା ମଧ୍ୟ ଠିକ୍। ଲୋକମାନେ ତାଙ୍କୁ ଏପରି କରିବାକୁ କହିଲେ, ଏଇଟା ଭୁଲ ହେବ। ତେଣୁ ପ୍ରଥମ 3ଟି ଯାକ ଠିକ୍ ହେଇପାରିବ। ବୁଝିପାରିଲ ନା ନାହିଁ? ଠିକ୍ ଅଛି। ତାପରେ ଆସିଲା ପରବର୍ତ୍ତୀ ପ୍ରଶ୍ନ। ଭାବ ଓ ଲେଖ। ନିମ୍ନ ପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ନିଜ ଖାତାରେ ଲେଖ। 1 ନମ୍ବର କ'ଣ ଦେଇଛି? ନା ପିଲାମାନେ ମଞ୍ଚ ସିଂହାସନରେ ବସି ପାରୁଥିଲେ, ହେଲେ ରାଜା ସେଥିରେ ବସି ନ ପାରିବାର କାରଣ କ'ଣ ଥିଲା? ଏ ପ୍ରଶ୍ନର ଉତ୍ତର କିଏ କହିପାରିବ? କାରଣ କ'ଣ ଥିଲା? ନା ପିଲାମାନେ ମଞ୍ଚ ସିଂହାସନରେ ବସି ପାରୁଥିଲେ କାରଣ ସେମାନଙ୍କ ମନ ନିର୍ମଳ, ସେମାନେ ସତ୍ୟବାଦୀ ଓ ପାପମୁକ୍ତ ଥିଲେ, ସେମାନେ କୌଣସି ଖରାପ କାମ କରୁନଥିଲେ ଆଉ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରୁଥିଲେ। କିନ୍ତୁ ରାଜା ସେଥିରେ ବସିପାରୁନଥିଲେ କାରଣ ସେ ଜୀବନରେ ଚୋରି କରିଥିଲେ, ମିଛ କହିଥିଲେ ଓ ଅନ୍ୟମାନଙ୍କୁ କଷ୍ଟ ମଧ୍ୟ ଦେଇଥିଲେ। ସିଂହାସନଟି ହେଉଛି କ'ଣ? ନା ପବିତ୍ର ଓ ନ୍ୟାୟର ପ୍ରତୀକ ହୋଇଥିବାରୁ ଏଥିରେ ବସିବା ପାଇଁ ପବିତ୍ର ଚରିତ୍ରର ଆବଶ୍ୟକତା ଥିଲା। ଏହି କାରଣରୁ ପୁତଳିକାମାନେ ରାଜାଙ୍କୁ ସିଂହାସନରେ ବସିବାକୁ ଦେଇନଥିଲେ, ଯାହାଦ୍ୱାରା କି କ'ଣ? ରାଜା ସିଂହାସନରେ ବସି ପାରୁନଥିଲେ। ବୁଝିପାରିଲ ନା ନାହିଁ? ଠିକ୍ ଅଛି। ତାପରେ ଆସିଲା ପରବର୍ତ୍ତୀ ପ୍ରଶ୍ନ। ପ୍ରାୟଶ୍ଚିତ୍ତ କରିବା ପରେ ରାଜାଙ୍କୁ ସିଂହାସନରେ ବସିବାର ଅଧିକାର ମିଳିବାର ଆବଶ୍ୟକତା ଥିଲା କି? ଯଦି ଥିଲା ବା ନାହିଁ, ତା'ର କାରଣ କ'ଣ? କହିଲ କିଏ ଦେଖିବା? ଯେ ରାଜା ପ୍ରାୟଶ୍ଚିତ କଲା ପରେ ସିଂହାସନରେ ବସି ପାରିଥାନ୍ତେ ନା ନାହିଁ? ଉତ୍ତର ହେଉଛି କ'ଣ? ନା ନାହିଁ। କାରଣ ନା ପ୍ରାୟଶ୍ଚିତ କରିବା ପରେ ମାତ୍ର ରାଜାଙ୍କୁ ସିଂହାସନରେ ବସିବାର ଅଧିକାର ମିଳିବା ଯୋଗ୍ୟ ନୁହେଁ, କାରଣ ସିଂହାସନଟି ରାଜା ବିକ୍ରମାଦିତ୍ୟଙ୍କ ପବିତ୍ର ଓ ନ୍ୟାୟମୟ ସିଂହାସନ ଥିଲା। ଏଥିରେ ବସିବା ପାଇଁ ମାତ୍ର ପ୍ରାୟଶ୍ଚିତ କରିଲେ ହେବ ନାହିଁ, ବରଂ ଜୀବନରେ ସତ୍ୟ, ଧର୍ମ ଓ ନ୍ୟାୟକୁ ସଦା ଅନୁସରଣ କରିବାର ଆବଶ୍ୟକତା ଥିଲା। ରାଜା ପୂର୍ବରୁ ଚୋରି କରିଥିଲେ, ମିଛ କହିଥିଲେ, ଅନ୍ୟମାନଙ୍କୁ କଷ୍ଟ ମଧ୍ୟ ଦେଇଥିଲେ, ନାହିଁ କି? ତେଣୁ ଏପରି ତ୍ରୁଟି କରିଥିଲେ
ଯାହାକି ତାଙ୍କର ଚରିତ୍ରକୁ ଅପବିତ୍ର କରିଥିଲା। ସେହିପରି କେବଳ କିଛି ଦିନ ପୂଜାର୍ଚ୍ଚନା କଲେ ହେବ ନାହିଁ, ତାଙ୍କର ଏହି ଆଚରଣରେ ସ୍ଥାୟୀ ପରିବର୍ତ୍ତନ ଆଣି ସତ୍ୟ ଓ ନ୍ୟାୟମୟ ଜୀବନ ବ୍ୟତୀତ କରିବା ଆବଶ୍ୟକତା ରହିଥିଲା। ଏହି କାରଣରୁ ସେ ତୁରନ୍ତ ସିଂହାସନରେ ବସିବାକୁ ଯୋଗ୍ୟ ହେଉନଥିଲେ। ନାହିଁ କି? ଠିକ୍ ଅଛି। ତାପର କ୍ୱେଶ୍ଚିନ୍ ଦେଖ। ଦୁଇ କୃଷକ ନିଜ କଳିର ସମାଧାନ କରିବା ପାଇଁ ରାଜାଙ୍କ ପରିବର୍ତ୍ତେ ପିଲାଟି ନିକଟକୁ ଯିବାକୁ କାହିଁକି ସ୍ଥିର କଲେ? କିଏ କହିପାରିବ? ହାତ ଟେକ। ନା, ଦୁଇ କୃଷକ ନିଜ କଳିର ସମାଧାନ ପାଇଁ ରାଜାଙ୍କ ପରିବର୍ତ୍ତେ ପିଲାଟି ପାଖକୁ ଗଲେ କାରଣ ସେହି ପିଲାଟିର ନ୍ୟାୟଦାନ କୁଶଳତା ସମସ୍ତଙ୍କ ମଧ୍ୟରେ ସାରା ଅଞ୍ଚଳରେ ପ୍ରସିଦ୍ଧ ହୋଇଯାଇଥିଲା। ସେ ସବୁଠୁ ନିରପେକ୍ଷ ଭାବରେ ସମସ୍ତଙ୍କର କଥା ଶୁଣି ସଠିକ୍ ଆଉ ସନ୍ତୋଷଜନକ ଫଇସଲା କରୁଥିଲା। ନାହିଁ କି? ଲୋକମାନେ ତାଙ୍କର ବିଚାରକୁ ଦେଖି ବିଶ୍ୱାସ କରୁଥିଲେ ଯେ ସେ ନ୍ୟାୟପରାୟଣ ଓ ବୁଦ୍ଧିମାନ। ତେଣୁ ସେହି କୃଷକମାନେ ଭାବିଲେ ଯେ ରାଜାଙ୍କ ଠାରୁ ଅଧିକ ଭଲ ଓ ନ୍ୟାୟସଙ୍ଗତ ଫଇସଲା ସେହି ପିଲାଟି ଦେଇପାରିବ। ସେଥିପାଇଁ କ'ଣ ସେମାନେ ପିଲାଟି ପାଖକୁ ବିଚାର ପାଇଁ ଗଲେ। ବୁଝିପାରିଲ ନା ନାହିଁ? ଠିକ୍ ଅଛି। ତାପରେ ଆସିଲା ଚତୁର୍ଥ ମୂର୍ତ୍ତି ସିଂହାସନ ସହିତ କାହିଁକି ଆକାଶକୁ ଉଡ଼ିଗଲା? କିଏ କହିପାରିବ ଦେଖିବା? ଏହାର ଉତ୍ତର ହେଉଛି ଚତୁର୍ଥ ମୂର୍ତ୍ତି ସିଂହାସନ ସହିତ ଆକାଶକୁ ଉଡ଼ିଗଲା କାରଣ ରାଜା ସେହି ସିଂହାସନରେ ବସିବାକୁ ଯୋଗ୍ୟ ନଥିଲେ। ସିଂହାସନଟି ରାଜା ବିକ୍ରମାଦିତ୍ୟଙ୍କ ପବିତ୍ର ଓ ନ୍ୟାୟମୟ ସିଂହାସନ ଥିଲା, ଯାହା ପାଇଁ ସତ୍ୟ, ଧର୍ମ ଓ ନିର୍ମଳ ଚରିତ୍ରର ଆବଶ୍ୟକତା ଥିଲା। ରାଜା ପୂର୍ବରୁ ଚୋରି, ମିଛ କହିବା ଓ ଅନ୍ୟମାନଙ୍କୁ କଷ୍ଟ ଦେବା ପରି ଅନେକ ତ୍ରୁଟି କରିଥିବାରୁ ସେ ସେହି ଉଚ୍ଚ ମାନକୁ ପୂରଣ କରିପାରିଲେ ନାହିଁ। ପ୍ରତ୍ୟେକ ପୁତ୍ତଳିକା ତାଙ୍କୁ ପରୀକ୍ଷା କରୁଥିଲା ଏବଂ ତାଙ୍କ ଅଯୋଗ୍ୟତାକୁ ଦର୍ଶାଉଥିଲେ, ଯାହାଦ୍ୱାରା ତାଙ୍କର ଅଯୋଗ୍ୟତା ପ୍ରକାଶ ପାଉଥିଲା। ଏହି କାରଣରୁ ଚତୁର୍ଥ ମୂର୍ତ୍ତି ମଧ୍ୟ ସିଂହାସନକୁ ନେଇ ଆକାଶକୁ ଉଡ଼ିଗଲା। କାହିଁକିନା ରାଜା ଚେଷ୍ଟା କଲେ ବସିବା ପାଇଁ ସେଠି, ଯାହାର ଅର୍ଥ ହେଉଛି କ'ଣ? ସେହି ସିଂହାସନ ଯୋଗ୍ୟ ବ୍ୟକ୍ତି ମିଳିବା ପର୍ଯ୍ୟନ୍ତ ଲୋକମାନଙ୍କର ପାଇଁ ଉଦ୍ଦିଷ୍ଟ, ମାନେ ବିଚାରବନ୍ତ ରାଜା, ନ୍ୟାୟପ୍ରିୟ ରାଜା ବିକ୍ରମାଦିତ୍ୟଙ୍କ ଭଳି ହୋଇଥିବା ଦରକାର। ବୁଝିପାରିଲ ନା ନାହିଁ? ଠିକ୍ ଅଛି। ତାପରେ ଦେଇଛି କ'ଣ? ପରବର୍ତ୍ତୀ ପ୍ରଶ୍ନ ଦେଇଛି, ଏହି କାହାଣୀର ଆଉ ଏକ ନାଁ ଦିଅ। ତୁମେ ଏହି ନୂଆ ନାଁଟି କାହିଁକି ବାଛିଲ, ତାର କାରଣ ଲେଖ। ଏହି ବିଷୟର ଆଉ ଗୋଟେ ନୂଆ ନାଁ କ'ଣ ହେଇପାରିବ? ନା, କାହାଣୀର ଏକ ନାଁ ହେଇପାରିବ ପବିତ୍ରତାର ପରୀକ୍ଷା। କାହିଁକି ଏଇଟା ଆମେ ବାଛିଲେ? କାରଣ ସିଂହାସନରେ ବସିବା ପୂର୍ବରୁ ରାଜାଙ୍କ ପବିତ୍ରତା ଓ ଚରିତ୍ରର ପରୀକ୍ଷା ହେଉଥିଲା। ପୁତ୍ତଳିକାମାନେ ତାଙ୍କୁ ପ୍ରତ୍ୟେକ ପାପ ଓ ତ୍ରୁଟି ବିଷୟରେ ପଚାରି ତାଙ୍କର ସତ୍ୟତାକୁ ପରୀକ୍ଷା କରୁଥିଲେ। ରାଜା କେତେ ଦୂର ଠିକ୍ ଅଛନ୍ତି ବା ସତ କଥା କହୁଛନ୍ତି। ନାହିଁ କି? ଏହି କାହାଣୀର ମୁଖ୍ୟ ସନ୍ଦେଶ ହେଉଛି କ'ଣ? ନା, କେବଳ ଶକ୍ତି ବା ପଦବୀ ନୁହେଁ, ଶୁଦ୍ଧ ଚରିତ୍ର ଓ ସତ୍ୟବାଦୀ ଜୀବନ ଥିଲେ ମଧ୍ୟ ଜଣେ ମହାନ ସ୍ଥାନ ଯୋଗ୍ୟ ପାଇପାରିବ। ମାନେ ଜଣେ ଶୁଦ୍ଧ ଚରିତ୍ର ଓ ସତ୍ୟବାଦୀ ହେଲେ ଯାଇକରି ଏହି ଉପଯୁକ୍ତ ସ୍ଥାନ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବ। ଏହାର ଆଉ ଗୋଟେ ନାଁ ଆମେ ଦେଇପାରିବା କ'ଣ? ନା, ଆମେ ଦେଇପାରିବା ସତ୍ୟର ସିଂହାସନ ଦେଇପାରିବା। କାହିଁ କହିଲ? ନା, ଏହି କାହାଣୀର ମୁଖ୍ୟ ଭିତ୍ତି ହେଉଛି ସତ୍ୟ ଆଉ ନ୍ୟାୟ ଉପରେ ଆଧାରିତ। ସିଂହାସନଟି କେବଳ ସେହି ବ୍ୟକ୍ତିକୁ ଗ୍ରହଣ କରେ ଯିଏ ସତ୍ୟବାଦୀ ଓ ନିର୍ମଳ ଚରିତ୍ରର ଅଧିକାରୀ। ଯେମିତିକି କିଏ? ନା, ରାଜା ବିକ୍ରମାଦିତ୍ୟ। ତେଣୁ ପିଲାମାନେ ସତ୍ୟନିଷ୍ଠ ଥିବାରୁ ବସିପାରୁଥିଲେ, କିନ୍ତୁ ରାଜା ତାଙ୍କର ଯେହେତୁ ସତ୍ୟନିଷ୍ଠ ନଥିଲେ, ତାଙ୍କର ତ୍ରୁଟି ଥିଲା, ସେଥିପାଇଁ ସେ ବସିପାରୁନଥିଲେ। ତେଣୁ ସତ୍ୟର ସିଂହାସନ ନାମଟି କାହାଣୀର ମୂଳ ସନ୍ଦେଶକୁ ସୁନ୍ଦର ଭାବରେ ଦର୍ଶାଇ ପାରିବ। ନାହିଁ କି? କାହାଣୀର ଆଉ ଏକ ନାଁ ମଧ୍ୟ ଆମେ ଦେଇପାରିବା ଯୋଗ୍ୟତାର ସିଂହାସନ। କାରଣ ସିଂହାସନରେ ବସିବା ପାଇଁ କେବଳ ରାଜା ହେବା ଯଥେଷ୍ଟ ନୁହେଁ, ଯୋଗ୍ୟତା ଓ ଶୁଦ୍ଧ ଚରିତ୍ରର ଆବଶ୍ୟକତା ରହିଛି। ପିଲାଟି ତାଙ୍କର ସତ୍ୟ, ନ୍ୟାୟ ଓ ପବିତ୍ର ମନ କାରଣରୁ ଏହି ଯୋଗ୍ୟତା ରକ୍ଷା କରିଥିଲା, ତେଣୁ ସେ ସିଂହାସନରେ ବସିପାରୁଥିଲା। କିନ୍ତୁ ରାଜା ତାଙ୍କର ଏହି ଗୁଣର ଅଭାବ ଥିବାରୁ ସେ ଏହି ସିଂହାସନରେ ବସିପାରିଲେନି। ତେଣୁ ଏ କାହାଣୀର ମୂଳ ଶିକ୍ଷାକୁ ସଠିକ୍ ଭାବରେ ପ୍ରକାଶ କରିବ। ଏହାର ନାଁ ଆମେ କ'ଣ ଦେଇପାରିବା? ନା, ଯୋଗ୍ୟତାର ସିଂହାସନ ମଧ୍ୟ ଦେଇପାରିବା। ଠିକ୍ ଅଛି। ତାପରେ ଆସିଲା ଅନୁମାନ ଓ କଳ୍ପନା କରିବା। ବର୍ତ୍ତମାନ ଏଇ ଯେଉଁ ପ୍ରଶ୍ନଟି ଦେଇଛି,
ଆମେ ଏଠିକୁ ଦେଖିବା। ଏଠି କ'ଣ ଦେଇଛି ନା ଅନୁମାନ ଓ ଅନୁମାନ କରିବା, ମାନେ ଆମେ ଗପଟିକୁ ଯେହେତୁ ଶୁଣିଲେ ଆମେ ଅନୁମାନ କରିବା ସହିତ ଚିନ୍ତା କରିବା ବା କଳ୍ପନା କରିବା। କ'ଣ ଦେଇଛି ନା କାହାଣୀର ପୁତଳିକା ଗୁଡ଼ିକ ଉଡ଼ି ଯାଇଛନ୍ତି, ସେମାନେ କେଉଁଠାକୁ ଯାଇଥିବେ ଓ ସେଠାରେ କ'ଣ କରୁଥିବେ, ଏଇଟା ଆମେ ଅନୁମାନ କରିବା। ଆଚ୍ଛା କହିଲ, ସେ ଯେଉଁ ପୁତଳିକା ମାନେ ଥିଲେ ସେମାନେ କୁଆଡ଼େ ଯାଇଥିବେ? ସିଂହାସନ କୁଆଡ଼େ ଯାଇଥିବ? ତେଣୁ କାହାଣୀ ଅନୁସାରେ ପୁତଳିକା ମାନେ କୁଆଡ଼େ ଯାଇଥିବେ? ହୁଏତ ଦେବାଲୋକ, ମାନେ ଦେବତା ମାନେ ଯେଉଁଠି ରହନ୍ତି, ଯେଉଁ ଲୋକରେ ଦେବଲୋକକୁ ଯାଇଥିବେ କିମ୍ବା ଆକାଶର କୌଣସି ଏକ ପବିତ୍ର ସ୍ଥାନକୁ ଯାଇଥିବେ। ସେମାନେ ସାଧାରଣ ପୁତଳିକା ନୁହନ୍ତି, ସେମାନେ ହୁଏତ କୌଣସି ଦୈବୀ ଶକ୍ତିର ପ୍ରତୀକ ଥିଲେ, ନାଇଁ କି? ତେଣୁ ସେଠାରେ ସେମାନେ ନ୍ୟାୟ ଓ ସତ୍ୟକୁ ରକ୍ଷା କରୁଥିବେ ଓ ଯେତେବେଳେ କୌଣସି ସତ୍ୟବାଦୀ, ପବିତ୍ର ଆଉ ଯୋଗ୍ୟ ବ୍ୟକ୍ତି ମିଳିବେ, କେଉଁଭଳି ବ୍ୟକ୍ତି ନା ରାଜା ବିକ୍ରମାଦିତ୍ୟଙ୍କ ଭଳି, ସେତେବେଳେ ପୁଣି ପୃଥିବୀକୁ ଫେରି ତାଙ୍କୁ ସହାୟତା କରିବେ, ଯାହାଦ୍ୱାରା କି ସେହି ସିଂହାସନରେ କୌଣସି ଯୋଗ୍ୟ ବ୍ୟକ୍ତି ବସିପାରିବେ, ଯିଏକି ସତ୍ୟବାଦୀ ହୋଇଥିବେ, ଧର୍ମ ରକ୍ଷା କରୁଥିବେ, ନାଇଁ କି? ଠିକ୍ ଅଛି। ତାପରେ ଆସିଲା ପରବର୍ତ୍ତୀ କ୍ୱେଶ୍ଚିନ୍। କ'ଣ ଦେଇଛି ଦେଖ, ଦେଇଛି ଏହି କାହାଣୀରେ ଯଦି ରାଜା ସିଂହାସନରେ ବସିବାରେ ସଫଳ ହୋଇଥାନ୍ତେ ତେବେ କ'ଣ ହୋଇଥାନ୍ତା? ଆଚ୍ଛା କହିଲ ଦେଖି, କ'ଣ ହେଇଥାନ୍ତା? ନା ଯଦି ଏହି କାହାଣୀରେ ରାଜା ସିଂହାସନରେ ବସିବାରେ ସଫଳ ହୋଇଥାନ୍ତେ ତେବେ ସେ ନିଶ୍ଚୟ ଏକ ସତ୍ୟବାଦୀ, ନ୍ୟାୟପରାୟଣ ଓ ପବିତ୍ର ଚରିତ୍ରର ଶାସକ ହୋଇଥାନ୍ତେ, ନାଇଁ କି? ଆମେ ତ ଆଗରୁ କହିଛେ ନା ଯେ ଏହି ସିଂହାସନରେ କେବଳ ସତ୍ୟବାଦୀ ଆଉ ନ୍ୟାୟବନ୍ତ ରାଜା ହିଁ ବସିପାରିବେ। ତେଣୁ ସିଂହାସନର ଯେହେତୁ ଦୈବୀ ଶକ୍ତି ଥିଲା, ତେଣୁ ସେଇଟା ତାଙ୍କୁ ସଠିକ୍ ନ୍ୟାୟ ଦେବାରେ ସହାୟତା କରିଥାନ୍ତା। ତାଙ୍କର ରାଜ୍ୟରେ ଅନ୍ୟାୟ, ଅସତ୍ୟ ଓ ଅନୀତି କମିଯାଇଥାନ୍ତା ଏବଂ ପ୍ରଜାମାନେ ସୁଖ ଓ ଶାନ୍ତିରେ ରହୁଥାନ୍ତେ। ଲୋକମାନେ ତାଙ୍କୁ ଏକ ଆଦର୍ଶ ରାଜା ଭାବରେ ସମ୍ମାନ ମଧ୍ୟ କରିଥାନ୍ତେ। ଏହା ସହିତ ତାଙ୍କର ପୂର୍ବ ତ୍ରୁଟି ଗୁଡ଼ା ସବୁ ଯେଉଁ ଥିଲା, ଯେଉଁ ଭୁଲ କରିଥିଲେ, ସେସବୁ କ'ଣ ହେଇଥାନ୍ତା? ନଷ୍ଟ ହୋଇଯାଇଥାନ୍ତା ଏବଂ ସେ ଧର୍ମ ମାର୍ଗରେ ଚାଲିବା ସହିତ ଏକ ଉତ୍ତମ ଶାସକ ଭାବରେ ପରିଗଣିତ ହୋଇଥାନ୍ତେ। ବୁଝିପାରିଲ ନା ନାହିଁ? ଠିକ୍ ଅଛି। ତାପରେ ଦେଇଛି କ'ଣ ନା ଭାଷାର କଥା, ନିମ୍ନଲିଖିତ ବାକ୍ୟ ଗୁଡ଼ିକୁ ଧ୍ୟାନ ଦେଇ ପଢ଼। ତେବେ ତ ବଡ଼ ଆଶ୍ଚର୍ଯ୍ୟ କଥା, ଯାହା ବି ହେଉ ଏ ମଞ୍ଚ ସିଂହାସନର କିଛି ଚମତ୍କାରିତା ଅଛି, ମୁଁ ଏହାର ଯାଞ୍ଚ କରିବି। ଉପର ଲିଖିତ ବାକ୍ୟ ପଢ଼ିବା ସମୟରେ କିଛି ଅସୁବିଧା ହୋଇଥିବ। ଏବେ ଆଉ ଥରେ ସେଇ ବାକ୍ୟକୁ ପଢ଼। କ'ଣ ଦେଇଛି ନା ତେବେ ଏହା ତ ବଡ଼ ଆଶ୍ଚର୍ଯ୍ୟ କଥା, ଯାହା ବି ହେଉ ଏହି ମଞ୍ଚ ସିଂହାସନର କିଛି ଚମତ୍କାରିତା ଅଛି, ମୁଁ ଏହାର ଯାଞ୍ଚ କରିବି। ଏବେ ଉପରୋକ୍ତ ବାକ୍ୟ ପଢ଼ିବା ପରେ ପୂର୍ବଥର ପରି କୌଣସି ଅସୁବିଧା ହୋଇନଥିବ। ବାକ୍ୟ ଗୁଡ଼ିକର ଭାବ ଓ ଅର୍ଥ ମଧ୍ୟ ବୁଝିପାରିଥିବ। ଏହାର କାରଣ ହେଲା କ'ଣ ନା ବାକ୍ୟରେ କିଛି ବିଶେଷ ଚିହ୍ନ, ଯେମିତିକିରି ସେମିକୋଲନ୍, କମା ଆଉ ବିସ୍ମୟସୂଚକ ପୂର୍ଣ୍ଣଚ୍ଛେଦର ପ୍ରୟୋଗ କରାଯାଇଛି। ଏହି ପ୍ରକାର ଚିହ୍ନକୁ ବିରାମ ଚିହ୍ନ କୁହାଯାଏ। ବୁଝିପାରିଲ ନା ନାହିଁ? ଠିକ୍ ଅଛି। ସେମିତି ତଳେ ଦିଆଯାଇଥିବା ବାକ୍ୟ ଗୁଡ଼ିକରେ ବିରାମ ଚିହ୍ନ ବସେଇକିରି ଆଉ ଥରେ ଆମେ ଲେଖିବା। କ'ଣ ଦେଇଛି ଏଇଟା ଦେଖ, ତାପରେ ଆମେ ଆକୁ ଲେଖିବା। ରହିଯାଆନ୍ତୁ ରାଜା, ଯେଉଁ ପିଲା ଏ ସିଂହାସନରେ ବସୁଥିଲା ସେ ଅତ୍ୟନ୍ତ ସରଳ ନିଷ୍ପାପ ଥିଲା, ତା ମନ କଳୁଷିତ ନଥିଲା। ତୁମେ ଯଦି ନିଜକୁ ଏଭଳି ଯୋଗ୍ୟ ମନେ କରୁଛ ତେବେ ଏହି ସିଂହାସନରେ ବସିବାର। ତେଣୁ ମୁଁ ଏଇଟିକୁ ଯେଭଳି ଭାବରେ ଲେଖୁଛି ସେଇଭଳି ଭାବରେ ତୁମେମାନେ ଲେଖିବ। ତାପରେ ଖଟା କ'ଣ ଦେଇଛି ନା ଯଦି ଗୋଟିଏ ସାମାନ୍ୟ ପିଲା ଏ ସିଂହାସନରେ ବସିପାରୁଛି ତେବେ ମୁଁ ରାଜା ହୋଇ ପୁଣି ଧନବାନ, ବଳବାନ ଓ ବୁଦ୍ଧିମାନ ଭାବେ ଏ ସିଂହାସନରେ ବସିବାକୁ ତ ଅଧିକ ଯୋଗ୍ୟ। ତାହେଲେ ୟାକୁ ମଧ୍ୟ ମୁଁ ସେଇଭଳି ଭାବରେ ଏଇ ଯେଉଁ ଚିହ୍ନ ରହିଲା, ଯାହାକୁ ବିରାମ ଚିହ୍ନ କହୁଛେ, ତାକୁ ବ୍ୟବହାର କରିକି ଲେଖୁଛି। ଏଟାକୁ ତୁମମାନେ ଦେଖ, ହେଲା କି? ଠିକ୍ ଅଛି। ତାପରେ ଆସିଲା 2 ନମ୍ବର। ତୃତୀୟ ପୁତଳିକା ମଧ୍ୟ ଉଡ଼ିଗଲା। ଏହି ବାକ୍ୟକୁ ଆଧାର କରି ନିମ୍ନ ପ୍ରଶ୍ନର ଉତ୍ତର ଶିକ୍ଷକଙ୍କ ସହାୟତାରେ ଲେଖିବ। ଏହି ବାକ୍ୟରେ ବିଶେଷ୍ୟ ପଦ କେଉଁଠି? ଆଚ୍ଛା, ଏଇ ଯେଉଁ ବାକ୍ୟ ଦେଇଛି ଏଠି ବିଶେଷ୍ୟ ପଦ କିଏ? ବିଶେଷ୍ୟ ପଦ ଏଠି କିଏ? ନା ଏଠି ପୁତଳିକା ହେଉଛି ବିଶେଷ୍ୟ ପଦ। ତାପରେ ଆସିଲା କ'ଣ ନା ଏଥିରେ କେଉଁ ଶବ୍ଦଟି ବିଶେଷ୍ୟ ପଦର ବିଶେଷଣ ଭାବରେ ବ୍ୟବହୃତ ହୋଇଛି?
ଏଠି ବିଶେଷଣ ଭାବରେ କିଏ ବ୍ୟବହୃତ ହୋଇଛି ନା ତୃତୀୟ ଯେଉଁ ଦେଇଛି ସେଇଟା ବିଶେଷଣ ଭାବରେ ବ୍ୟବହୃତ ହୋଇଛି। ତେଣୁ ଆମକୁ ଜାଣିବାକୁ ପଡ଼ିବ ବିଶେଷ୍ୟ କାହାକୁ କୁହାଯାଏ। ବିଶେଷ୍ୟ ପଦ କ'ଣ ନା ଯେଉଁ ପଦରେ କାହାର ନାମ, ସ୍ଥାନ, ବସ୍ତୁ, ପଶୁ, ପକ୍ଷୀ କିମ୍ବା ଭାବକୁ ବୁଝାଏ ସେଇଟାକୁ କ'ଣ କୁହାଯାଏ? ସେହି ପଦକୁ ବିଶେଷ୍ୟ କୁହାଯାଏ। ହେଲା କି? ଯେମିତି ନାମ ମନେକର ରାମ, ପୁସ୍ତକ, ଗଛ, ଭାରତ, ଶୁକ, ଏଗୁଡ଼ା ସବୁ ହେଉଛି ବିଶେଷ୍ୟ ପଦ। ବିଶେଷଣ ପଦ କାହାକୁ କୁହାଯାଏ ନା ଯେଉଁ ପଦ ବିଶେଷ୍ୟ ପଦର ଗୁଣ, ପରିମାଣ, ସଂଖ୍ୟା କିମ୍ବା ଅବସ୍ଥାକୁ ସୂଚାଏ ବା ବୁଝାଏ ସେହି ପଦକୁ ବିଶେଷଣ କୁହାଯାଏ। ହେଲା କି? ତେଣୁ ଏଠି ଦେଖ ଦେଇଛି ପୁତ୍ତଳିକା ଯେଉଁ ଦେଇଛି ତୃତୀୟ ପୁତ୍ତଳିକା, ତାମାନେ ପୁତ୍ତଳିକାର ସଂଖ୍ୟାକୁ ଏଇଟା ବୁଝଉଛି। ତେଣୁ ଏଠି ସେଇଟା କ'ଣ ହେଇଗଲା? ତୃତୀୟ ଯେଉଁ ବିଶେଷଣ, ପୁତ୍ତଳିକା ହେଉଛି ବିଶେଷ୍ୟ। ହେଲା, ଠିକ୍ ଅଛି। ଏଇଟା ଆଗକୁ ଆହୁରି ଅନେକ ଜିନିଷ ଜାଣିପାରିବ ତୁମମାନେ। ତାପରେ ଦେଖ ଦେଇଛି କ'ଣ ନା 3 ନମ୍ବର କ'ଣ ଦେଇଛି ନା ନିମ୍ନ ବାକ୍ୟ ଗୁଡ଼ିକରୁ ବିଶେଷଣ ପଦ ଗୁଡ଼ିକୁ ଚିହ୍ନଟ କରି ତା ତଳେ ଗାର ଦିଅ। ଯେପରି ଗୋଟିଏ ଦିନ ଦଳେ ପିଲା ପଡ଼ିଆରେ ଖେଳୁଥିଲେ। ଗୋଟିଏ ଦିନର ମାନେ ସଂଖ୍ୟାକୁ ବୁଝଉଛି, ତେଣୁ ସେଇଟା ହେଉଛି ବିଶେଷଣ ପଦ। ଦଳେ ପିଲା, ତେଣୁ ସେଇଟା ମଧ୍ୟ ବିଶେଷଣ ପଦ। ରେଖାଙ୍କିତ ଶବ୍ଦ ଦୁଇଟିକୁ ଲକ୍ଷ୍ୟ କର। ଏହି ଦୁଇଟି ଶବ୍ଦ ଦିନ ଓ ପିଲା ପୂର୍ବରୁ ବ୍ୟବହୃତ ହୋଇଛି। ଦିନ ଓ ପିଲା ଶବ୍ଦ ଦ୍ୱୟ ବିଶେଷ୍ୟ ପଦ। ଗୋଟିଏ ଓ ଦଳେ ଶବ୍ଦ ଦୁଇଟି ହେଉଛି ବିଶେଷଣ ପଦ। ଏହା ବିଶେଷ୍ୟ ପଦର ପରିମାଣକୁ ସୂଚାଉଛି। ତାହେଲେ କଟା ଦେଖ, ସେଠାରେ ଏକ ସୁଦୀର୍ଘ ପଡ଼ିଆ ଥିଲା। ତାହେଲେ ସେଠାରେ ଏକ ସୁଦୀର୍ଘ ପଡ଼ିଆ ଥିଲା। ଏଠାରେ ବିଶେଷଣ ପଦ କିଏ ହେବ? କିଏ କହିପାରିବ ଦେଖିବା? ଏବେ କୁହାଗଲା ନାଇଁ କି? ତେଣୁ ଏଠି ପଡ଼ିଆ ପାଇଁ କ'ଣ ବିଶେଷଣ ପଦ ରହିବ ନା ଏକ ସୁଦୀର୍ଘ, ଏଇଟା ହେଇଯିବ ବିଶେଷଣ ପଦ ନାଇଁ କି? ହଉ, ତା ତଳେ ଆମେ ଗାର ଦେବା। ତାପରେ ଆସିଲା ଏତେ ଛୋଟ ବୟସରୁ ଏମିତି ବୁଦ୍ଧି ରହିବା ଆଶ୍ଚର୍ଯ୍ୟ କଥା। ଏତେ ଛୋଟ ବୟସରୁ ଏମିତି ବୁଦ୍ଧି ରହିବା ଆଶ୍ଚର୍ଯ୍ୟ କଥା। ଏଠି ବୟସ ପୂର୍ବରୁ ବ୍ୟବହୃତ କରାଯାଇଛି କ'ଣ? ଛୋଟ ନାଇଁ କି? ଏତେ ଛୋଟ। ତେଣୁ ଏତେ ଛୋଟ ହେଉଛି ଏହାର ବିଶେଷଣ ପଦ। ଏଠି ଆମେ କ'ଣ କରିବା ନା ଅଣ୍ଡରଲାଇନ୍ କରିବା। ତାପରେ ଗ ଦେଇଛି କ'ଣ ନା ରାଜା ଦେଖିଲେ ଯେ ଏହା ପଥର ନୁହେଁ ବହୁତ ସୁନ୍ଦର ସିଂହାସନ ଅଟେ। ରାଜା ଦେଖିଲେ ଯେ ଏହା ପଥର ନୁହେଁ ବହୁତ ସୁନ୍ଦର ସିଂହାସନ ଅଟେ। ତେଣୁ ସିଂହାସନକୁ ର ଗୁଣକୁ ପ୍ରକାଶ କରାଯାଇଛି। ତେଣୁ ଏଠି ବହୁତ ସୁନ୍ଦର ହେଉଛି କ'ଣ? ବିଶେଷଣ ପଦ। ତାପରେ ଆସିଲା ହଜାର ହଜାର ଲୋକ ସିଂହାସନ ଦେଖିବାକୁ ଭିଡ଼ ଜମାଇଲେ। ତାହେଲେ ଏଠି ଲୋକର ସଂଖ୍ୟାକୁ ହଜାର ହଜାର ବୁଝଉଛି। ତେଣୁ ଏଠି କ'ଣ? ହଜାର ହଜାର ହେଉଛି ବିଶେଷଣ ପଦ। ଏହି ସମସ୍ତ ଶବ୍ଦ ବିଶେଷ୍ୟର ପରିମାଣ, ଗୁଣ କିମ୍ବା ଅବସ୍ଥାକୁ ଯେହେତୁ ବୁଝାଉଛନ୍ତି, ତେଣୁ ସେଗୁଡ଼ା ହେଇଗଲେ କ'ଣ ନା ବିଶେଷଣ ପଦ। ତାପର କୋଶ୍ଚିନ୍ ଆସିଲା କ'ଣ ନା ତୁମ ନିକଟରେ ଏମିତି କେଉଁ ବିଶେଷ ଗୁଣ ଦରକାର ଯାହାଦ୍ୱାରା ତୁମେ କାହାଣୀରେ ଥିବା ସିଂହାସନ ଉପରେ ବସିପାରିବ ଲେଖ। ତୁମର କ'ଣ ସବୁ ସିଂହାସନ ଦରକାର ସେଇଟା ଲେଖିବ। କ'ଣ ସବୁ ଗୁଣ କିଏ କହିପାରିବ ଦେଖିବା? ନା ପ୍ରଥମେ ହେଉଛି କ'ଣ ନା ସତ୍ୟବାଦିତା, ଜଣେ ସତ୍ୟବାଦୀ ହୋଇଥିବା ଦରକାର। ଆଉ ହେଉଛି କ'ଣ ନା ନ୍ୟାୟପରାୟଣତା, ଜଣେ ନ୍ୟାୟ ଦେଇପାରୁଥିବା ଦରକାର। ଆଉ ପବିତ୍ରତା, ନିଷ୍ଠାପରତା, ଦୟାଳୁ, କ୍ଷମାଶୀଳତା, ସହାନୁଭୂତି ସମ୍ପନ୍ନ, ନମ୍ର, ଧୈର୍ଯ୍ୟ, ଆତ୍ମନିୟନ୍ତ୍ରଣ, ଏହିସବୁ ଗୁଣ ଯଦି ଥିବ ତାହେଲେ ତୁମେ ସିଂହାସନରେ ବସିବା ପାଇଁ ଯୋଗ୍ୟ। ବୁଝିପାରିଲ ନା ନାହିଁ? ଠିକ୍ ଅଛି। ତେଣୁ ଆମେ ସେଇଟାକୁ ଏଇଠି ଲେଖିବା କୋଠରୀରେ। ତାପରେ ଦେଇଛି ପାଠରୁ ଆଗକୁ 1 ନମ୍ବର କ'ଣ ଦେଇଛି ନା କାହାଣୀରେ ଗାଁ ଲୋକମାନେ ସେମାନଙ୍କ କଳିର ସମାଧାନ କରିବାକୁ ଯେପରି ପିଲାଟି ନିକଟକୁ ଯାଇଥିଲେ, ତୁମେ ସେହିପରି ନିଜ ସମସ୍ୟାର ସମାଧାନ ନିମନ୍ତେ କାହା ନିକଟକୁ ଯାଅ। ସେମାନଙ୍କ ନିକଟକୁ କାହିଁକି ଯାଅ? ନିଜ ଖାତାରେ ଲେଖ। ଗାଁ ଲୋକ ସବୁ ଯେମିତି ସମସ୍ୟାର ସମାଧାନ କରିବା ପାଇଁ ସେଇ ପିଲା ପାଖକୁ ଯାଇଥିଲେ, ଯେଉଁ ପିଲାଟି କ'ଣ ସମସ୍ତଙ୍କର ସମସ୍ୟାର ସମାଧାନ କରିଦେଉଥିଲା ଚୁଟକିରେ ନାଇଁ କି?
ତେଣୁ ତୁମେ ତୁମ ସମସ୍ୟାର ସମାଧାନ ପାଇଁ କାହା ନିକଟକୁ ଯାଅ ଲେଖିବ। କ'ଣ ଲେଖିବ ନା ଆମେ କ'ଣ କରୁ ନା ନିଜ ସମସ୍ୟାର ସମାଧାନ ପାଇଁ ପ୍ରଥମେ ଆମର ପିତାମାତା ଓ ଶିକ୍ଷକଙ୍କ ନିକଟକୁ ଯାଉ, କାରଣ ସେମାନେ ଅନୁଭବୀ ଆଉ ବୁଦ୍ଧିମାନ, ତେଣୁ ସେମାନେ ସଠିକ୍ ପରାମର୍ଶ ଦେଇପାରନ୍ତି। ମୋ ସାଙ୍ଗମାନଙ୍କ ସହିତ ମଧ୍ୟ କେବେ କେବେ ମଧ୍ୟ ମୁଁ ଆଲୋଚନା କରେ, ମାନେ ଯଦି ବି କିଛି ସମସ୍ୟା ପଡ଼େ ସାଙ୍ଗଙ୍କ ସହିତ ମଧ୍ୟ ତୁମେ ଆଲୋଚନା କରିଥାଅ। ଆଉ କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥାରେ ଆମେ କ'ଣ କରିଥାଉ ନା ବଡ଼ମାନଙ୍କ ମତକୁ ଅଧିକ ମୂଲ୍ୟ ଦେଇଥାଉ ବା ଗୁରୁତ୍ୱ ଦେଇଥାଉ। ସେମାନଙ୍କର ଦ୍ୱାରା ଦିଆଯାଇଥିବା ପରାମର୍ଶ ବା ଉପଦେଶ ଆମକୁ କ'ଣ କରିଥାଏ ସଠିକ୍ ମାର୍ଗରେ ନେଇଯାଇଥାଏ, ନାହିଁ କି? ଠିକ୍ ଅଛି। ତାପରେ ଆସିଲା କ'ଣ ଦେଇଛି ତାପର କ୍ୱେଶ୍ଚିନ୍ ଦେଇଛି 2 ନମ୍ବର, ତୁମ ପ୍ରତି କିଏ କେବେ ଅନ୍ୟାୟ କରିଥିବାର ଅନୁଭବ ହୋଇଛି କି? ତୁମେ ଏଭଳି ପରିସ୍ଥିତିର ସାମ୍ନା କିପରି କଲ ନିଜ ଖାତାରେ ଲେଖ। ଆଚ୍ଛା, ଯଦି ତୁମ ସହିତ କିଛି ହେଇଛି ତାହେଲେ ଲେଖିବ। ମୁଁ କହୁଛି ଗୋଟେ ଦେଖ ଯେ ମୋ ପ୍ରତି ଗୋଟେ ଥର ଅନ୍ୟାୟ ହୋଇଥିବାର ମୁଁ ଅନୁଭବ କରିଛି। କେତେବେଳେ ନା ବିଦ୍ୟାଳୟରେ ଥରେ କ'ଣ ହେଲା ନା ଗୋଟେ ଘଟଣାରେ ମୁଁ ଦୋଷୀ ନଥିଲି, କିନ୍ତୁ ମୋତେ ଦୋଷ ଦିଆଯାଇଥିଲା। ସେଥିରେ ମୁଁ ଆରମ୍ଭରେ ବହୁତ ଦୁଃଖିତ ହୋଇଥିଲି, ଦଣ୍ଡ ମଧ୍ୟ ଭୋଗିଥିଲି, କିନ୍ତୁ ରାଗ କରିନଥିଲି। ଆଉ ଶେଷରେ କ'ଣ କରିଥିଲି ନା ଶାନ୍ତ ଭାବରେ ଶିକ୍ଷକଙ୍କୁ ସତ କଥା କହିଲି ଏବଂ ସମସ୍ତ ପରିସ୍ଥିତିକୁ ଶିକ୍ଷକଙ୍କୁ ବର୍ଣ୍ଣନା କଲି ବା ବୁଝାଇଲି। ପରେ ଯେତେବେଳେ ସତ ଜଣାପଡ଼ିଲା ମୋ ପ୍ରତି ହୋଇଥିବା ଅନ୍ୟାୟ ଦୂର ହେଲା। ଏହି ଅନୁଭବରୁ ମୁଁ ଶିଖିଲି କ'ଣ ଯେ କେବେ ମଧ୍ୟ ଅନ୍ୟାୟ ସମୟରେ ଧୈର୍ଯ୍ୟହରା ନ ହୋଇ ଆମେ ସବୁବେଳେ ସତ୍ୟର ସାହାଯ୍ୟ ନେବା ଉଚିତ। ବୁଝିପାରିଲ ନା ନାହିଁ? ଠିକ୍ ଅଛି। ତାପରେ ଆସିଲା କ'ଣ ପାଠାଗାରର ବ୍ୟବହାର। ତୁମେ ପଢ଼ିଥିବା ନ୍ୟାୟର ସିଂହାସନ ଗଳ୍ପଟି ବହୁ ବର୍ଷ ପୁରୁଣା 32 ସିଂହାସନରୁ ଆସିଛି। ଏହି ପୁସ୍ତକରେ ରାଜା ବିକ୍ରମାଦିତ୍ୟଙ୍କ ଉପରେ ଆଧାରିତ 32ଟି ସୁନ୍ଦର କାହାଣୀ ରହିଛି। କାହାଣୀଗୁଡ଼ିକ ଅତ୍ୟନ୍ତ ରୁଚିକର, ମନୋଲୋଭା ଓ ଆକର୍ଷଣୀୟ। ତୁମେ ତୁମ ବିଦ୍ୟାଳୟର ପାଠାଗାରରୁ ପଞ୍ଚତନ୍ତ୍ର, ହିତୋପଦେଶ ଓ ଜାତକ କାହାଣୀମାଳା ଭଳି ପୁସ୍ତକ ଖୋଜି ପଢ଼ ଓ ଗଳ୍ପରୁ ଯାହା ଶିଖିଲ ଖାତାରେ ଲେଖ। ସାଙ୍ଗମାନଙ୍କ ସହିତ ମଧ୍ୟ ଆଲୋଚନା କର। ତାହେଲେ ଆମେ ଯେଉଁ ବିଷୟଟା ଯେଉଁ ପଢ଼ିଲେନି, ଏଇଟା ହେଉଛି ମହାରାଜା ବିକ୍ରମାଦିତ୍ୟଙ୍କର କାହାଣୀ ନ୍ୟାୟର ସିଂହାସନ। ତାଙ୍କ ସିଂହାସନଙ୍କ ନାଁ ହେଉଛି କ'ଣ 32 ସିଂହାସନ, ହେଲା କି? ବିକ୍ରମ ଓ ବେତାଳ ତାଙ୍କ ବିଷୟରେ ବହୁତ କାହାଣୀ ସବୁ ଅଛି। ତୁମେମାନେ ୟୁଟ୍ୟୁବରୁ ସବୁ ଖୋଜିକିରି ଦେଖିପାରିବ। ତାପରେ ଆହୁରି ମଧ୍ୟ ପଞ୍ଚତନ୍ତ୍ରର କାହାଣୀ ସବୁ, ହିତୋପଦେଶର କାହାଣୀ ଏବେ ସବୁ କ'ଣ ମୋବାଇଲରେ ଆଭେଲେବୁଲ୍ ହେଇଗଲାଣି। ତୁମେମାନେ ସେଇଟା ଦେଖିପାରିବ, ବହି ମଧ୍ୟ ପଢ଼ିପାରିବ। ଠିକ୍ ଅଛି। ତାପରେ ଆସିଲା ଦେଖ, ଆସ ପଚାରି ଲେଖିବା। ସିଂହାସନ ଏକ ସ୍ୱତନ୍ତ୍ର ଆସ୍ଥାନ। ଏଥିରେ ରାଜା ମହାରାଜାମାନେ ଉପବେଶନ କରନ୍ତି। ଅନେକ କାରୁକାର୍ଯ୍ୟ ସହିତ ବିଶେଷ ମୂଲ୍ୟବାନ ପଦାର୍ଥ ବ୍ୟବହାର କରି ସିଂହାସନ ତିଆରି କରାଯାଏ। ଠିକ୍ ସେହିଭଳି ଆହୁରି ଆମ ଦୈନନ୍ଦିନ ଜୀବନରେ ବସିବା ପାଇଁ ଅନେକ ବସ୍ତୁ ରହିଛି। ସେଗୁଡ଼ିକୁ ଆମେ ଖୋଜିବା, ସେଗୁଡ଼ିକର ବର୍ଣ୍ଣନା କରିବା ଆଉ ସେଗୁଡ଼ିକର ନାମ ଲେଖିବା, ହେଲା କି? ବସ୍ତୁର ନାଁ ଯେମିତି ଗୋଟେ ଦେଇଛି କ'ଣ ନା ସପ। ସପ ଏଇଟା ଘାସ, ବାଉଁଶ କିମ୍ବା ପ୍ଲାଷ୍ଟିକରେ ତିଆରି। ଏହାକୁ ଭୂମି ଉପରେ ପକାଇ ବସିବାକୁ ହୁଏ। ଆମ ଅଞ୍ଚଳରେ ଏହାର ନାଁ କ'ଣ ନା ଆମେ ତାକୁ ସପ ସାଧାରଣତଃ କହିଥାଉ, ନାହିଁ କି? ସେମିତି ଦରି, ଏହା ମୋଟା କପଡ଼ା ବା ସୂତାରେ ତିଆରି ହୋଇଥାଏ। ଏହା ବିଭିନ୍ନ କାର୍ଯ୍ୟକ୍ରମ ଉତ୍ସବମାନଙ୍କରେ ବ୍ୟବହୃତ ହୋଇଥାଏ। ୟାକୁ ଆମେ କ'ଣ କହିଥାଉ? ୟାକୁ ମଧ୍ୟ ଆମ ଅଞ୍ଚଳରେ ଆମେ ଦରି ବୋଲି କହିଥାଉ, ନାହିଁ କି? ତାପରେ ଆସିଲା ଦେଖ କ'ଣ ନା ମାଞ୍ଚିଆ। ଏ ଯେଉଁ ମାଞ୍ଚିଆ ଦେଇଛି ଏଇଟା କ'ଣ ବାଉଁଶ କିମ୍ବା ବେତରେ ତିଆରି ହୋଇଥାଏ। ଏକ ପ୍ରକାରର ଗୋଟେ ବସିବା ପାଇଁ ଗୋଟେ ହେଇଛି। ଆକୁ ଆମେ ମାଞ୍ଚିଆ ବା ମୋଡ଼ା ବୋଲି ଆମେ କହିଥାଉ, ନାହିଁ କି? ଏଇଟାକୁ ଆମେ ସାଧାରଣତଃ ବସିବା ପାଇଁ ବ୍ୟବହାର କରୁ। ତାପରେ ଆଉ ଗୋଟେ ଦେଇଛି କ'ଣ ନା ଖଟିଆ। ଖଟିଆ ସବୁ ତୁମେମାନେ ଦେଖିଥିବ। ଖଟିଆ ସାଧାରଣତଃ କାଠରେ ତିଆରି ହୋଇଥାଏ। ଆଉ ଦଉଡ଼ି ସବୁ ମାନେ କ'ଣ ରୋପ୍ ଯେଉଁଟା କହୁଛ ସେଇଟା ସବୁ ଦିଆଯାଇକିରି ତିଆରି କରାଯାଇଥାଏ। ୟାକୁ ସାଧାରଣତଃ ଶୋଇବା ପାଇଁ ବା ବସିବା ପାଇଁ ବ୍ୟବହାର କରାଯାଇଥାଏ।
या ना हूँ खटिया बा खट आम आम अंचल कौचे ना कि। तापर आसला कौन ना पीढ़ा आसला। पीढ़ा कौन तैयारी होता है ना साधारणतः यहाँ काठरे तैयारी होता है। एथिरे कौन आम तले बसवाई या व्यवहार करिथाउ। याकू आम अंचल पीढ़ा बोली मध्य से कहुए से पीढ़ा कहुए। तापर आसला पट्टी। पट्टी दे जो यहाँ कौन ये पट्टी साधारणतः आमर खजुरी पत्र तालपत्र मुंज घास आदि सबू पत्र रे सबू तैयारी करा जाय थाए। आउ केतेक क्षेत्र रे मध्य एहाकू कौन ना आमर प्लास्टिक सूता साहाय्य बा कपड़ारे मध्य तैयारी करा जाय थाए। याकू साधारणतः केउंथि व्यवहार करा जाय ना याकू साधारणतः तले आसन भाव में व्यवहार करा जाय थाए। देखिथिबो आमर भोजी भात रे जो पंक्ति भोजन सब करंती सेठी सब एही भली भाव में लंबा करिया को पका जाय थाए। आकू मध्य पट्टी कुआ जाय आकू मध्य दरी बोली मध्य कुआ जाय। बुझी पारल ना नहीं? ठीक अछि। तेणु वर्तमान आउ टिके आगु को जिबा कोन देछि बुझिले जानिबो। आम ओडिया भाषा रे अनेक पहेली रहिछि सेगुडी को पढ़ी बुझिले आमको बहुत आनंद मिले। आस से भली पहेली को पढ़िबा बुझिबा और सेगुडी संपर्क रे कहबा। एठी कौन सब देछि देख। एक नंबर रे कौन देछि ना सफा थिबा बेले देह मो कला मैला होइले दिशई धड़ा। श्रेणी भितरे मु रहे कहिले देखी मु किए। तम श्रेणी भितरे सी अच्छी ता देह होची सफा जेते बेले थिबो से पूरा धड़ा कला किंतु जेते बेले मैला हो जाए सेटा धड़ा देखा जाए। किए तम श्रेणी रे अछि कि कहबो देखिबा। हाँ सी होची कला पटा। कहीं ना आम कला पटार जेते बेले लेखुचे सेटा मैला हो जाउची कला रंगटा धड़ा हो जाउची। बुझी पाइल ना नहीं? ठीक अछि। तापर 2 नंबर कौन देछि खरा बरसार मु अटे साथी धरी थांते मते अजाठू नाती भली की भली रंगे भारी सुंदर कही की पारिबो नामटी मोर। खरा और वर्षा हेले मु समस्तंकर साथी होई थाए आउ रंग बेरंगर होई थाए। अजा ठारू नाती पर्यंत समस्त याकू व्यवहार करती। मो नाटी कौन किए कहब खरा वर्षारू रक्षा करे किए ना छत्ता। तेणु आम से छत्ता लिखा। तापर 3 नंबर कौन देछि गरम पाइले आकाशे उड़े शीतल पाइले तलकू पड़े देखीदेले मते नाचे मयूर कही पारिबो कि नामटी मोर। अच्छा जेते बेले गरम होउची आकाश को उड़ी जाउची माने कौन होउची जलटा गरम होइकिरी बाष्प होइकिरी आकाश को पळै जाउची। तेणु सेटा बाष्प होइकिरी जेते बेले ठंडा हो जाउची पुणी वर्षा आकार रे पड़ुची। तेणु जेते बेले मु आसी जाउची माने किए आसुची ना ताकू देखिकिरी मयूर नाचुची से किए ताहले ना मेघ को देखिकिरी मयूर नाचे। तेणु एठी लिखिबा आमे मेघ। 4 नंबर कौन देछि मेला महोत्सवे आदर मोर छोट पिलांको मु अति निजर पवन खाए पवन पिए कहिल देखी मु किए। तेणु एठी कौन देछि ना मेला महोत्सव रे देखिया को मिले मते सबले मेला महोत्सव रे देखिया पाइबो। छोट पिलांको मु अति प्रिय पवन खाए पवन पिए ता माने मु पवन खाए मो भीतर पवन पसे। किए ताले सी बेलून आ कोन बेलून भीतर पवन पसे नहीं कि। ठीक अच्छे। तापर आसला एमिति बाघ मु छाड़ेनी घर खाएनी मनीष पिए मु क्षीर तुम चुली मुंडे शुए कहिल देखी मु किए। एमिति बाघ ता माने बाघ भलिया मु बाघ भलिया देखिबा पई घर किंतु छाड़ेनी घरे रुहे खाएनी मनीष पिए मु क्षीर मनीष को मु खाएनी केवल क्षीर पिए आउ तम चुली मुंडरे शुए ताले मु किए बाघ भलिया किए देखिया बिलेई आउ कोन। ठीक अच्छे। तेणु तापर एटा सरिला तापर देख कौन देछि ना मोर न्याय निज श्रेणी रे जे कौन सी 2टी समस्या को चिन्हट कर जहाँ उपर न्याय विचार करा जिवो। श्रेणी रे समस्त पिलांकु 2 दल रे विभक्त करा जिवो। प्रत्येक दल को गोटे समस्या दिया जिवो। सेही दल समस्या को नहीं तार समाधान नाटक माध्यम रे परिवेषण करिवे। अन्य दल निज मतामत निम्न सारणी अनुसार प्रदान करिवे।
गोटे हूँ कौन ना प्रस्तुतिकरण, चरित्र, समस्यार समाधान, चरित्रर आत्मविश्वास। यहीटा तुम श्रेणी रे शिक्षक करेंगे। ताल ठीक अच्छे, आम बर्तमान देखा निज श्रेणीर जेकोसी दुईटा समस्या को चिन्हट करवा जो न्याय विचार आलोचना करा। अच्छा, कौन सब समस्या रहा? मनकर आमर श्रेणी प्रकोष्ठ रे गोटे समस्या होची जे किछि पिला तांकर साथी पिला माननकु क्लास रे हैरान करूछंती बा सेमानक सहित माड़गोड़ करूछंती। तेणु तार आम समस्या केमिति करिबा। आउ कोन समस्या रहिला ना किछि पिला श्रेणी प्रकोष्ठ को बा विद्यालय परिसर को अलिया आवर्जना पकाउछंती। तेणु तार समस्यार समाधान केमिति करिबा, एटा केमिति करिबा आमे याकू नाटक माध्यम रे आमे करि परिबा। तुम विद्यालय रे तुम शिक्षक माने एटा को करिवे। बुझि पालो ना? नहीं, ठीक अछि। तेणु वर्तमान यही विषयटी शेष होइछि। तुम मानकु पिला माने तुम मानकु आमर एही वीडियो किपरि लागिला? जदि भल लागिला ताहेले लाइक कर, कमेंट्स करी तुमर मतामत दियो और आमर चैनल को फॉलो करने को भूल ना। आमर यही चैनलटी फेसबुक, इंस्टाग्राम और यूट्यूब रे अवेलेबल। एमिति आउ आकर्षणीय और शिक्षामूलक वीडियो देखिबा पई आम सहित जोड़ी होई रुह। धन्यवाद।